ପରିମାଣ ଓ ସମନ୍ୱୟ ବା କଣ୍ଟ୍ରୋଲ ଆଣ୍ଡ କୋଅର୍ଡିନେସନ। ଆଜି ଏହି ବିଷୟରେ ଆମେ ପଢ଼ିବା ସୁଷୁମ୍ନା କାଣ୍ଡ, ପ୍ରାନ୍ତୀୟ ସ୍ନାୟୁତନ୍ତ୍ର, ସ୍ୱୟଂକ୍ରିୟା ସ୍ନାୟୁତନ୍ତ୍ର, ସ୍ନାୟୁକୋଷ, ପ୍ରତିପେକ୍ଷ କ୍ରିୟା ଏବଂ ରାସାୟନିକ ସମନ୍ୱୟ। ହେଲେ ଚାଲନ୍ତୁ ପ୍ରଥମେ ପଢ଼ିବା ସୁଷୁମ୍ନା କାଣ୍ଡ ବା ସ୍ପାଇନାଲ କର୍ଡ। ମସ୍ତିଷ୍କ ଶେଷ ଆଡ଼କୁ ସୁଷୁମ୍ନା ଶୀର୍ଷକ କ୍ରମଶଃ ସରୁ ହୋଇ ଖପୁରିର ମହାରନ୍ଧ୍ର ବା ଫୋରାମେନ ମ୍ୟାଗ୍ନମ୍ ବାଟ ଦେଇ ବାହାରି ସୁଷୁମ୍ନା କାଣ୍ଡରେ ପରିଣତ ହୋଇଛି। ଏହା ଆମ ଶରୀରର ଉପରି ଭାଗରେ ଥିବା ମେରୁଦଣ୍ଡ ହାଡ଼ ଭିତରେ ଲମ୍ବ ଭାବରେ ସୁରକ୍ଷିତ ହୋଇ ରହିଛି। ଏହା ଫମ୍ପା ଓ ପ୍ରାୟ 45 ସେଣ୍ଟିମିଟର ଲମ୍ବ। ମସ୍ତିଷ୍କ ପରି ସୁଷୁମ୍ନା କାଣ୍ଡ ମଧ୍ୟ ମେନିଞ୍ଜେସ୍ ଦ୍ୱାରା ଆବୃତ ଏବଂ ଏହାର ଭିତରେ ଓ ବାହାରେ ସେରିବ୍ରୋସ୍ପାଇନାଲ ରସ ପ୍ରବାହିତ ହୁଏ। ପିଲାମାନେ, ସୁଷୁମ୍ନା କାଣ୍ଡ ଦୁଇଟି କାର୍ଯ୍ୟ କରେ। ଏହା ଶରୀରରେ ବିଭିନ୍ନ ଭାଗରୁ ସଂଗୃହୀତ ବାର୍ତ୍ତା ମସ୍ତିଷ୍କକୁ ଯୋଗାଏ ଏବଂ ମସ୍ତିଷ୍କରୁ ପ୍ରେରିତ ଆଦେଶ ସୁଷୁମ୍ନା କାଣ୍ଡ ବାଟ ଦେଇ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ ବା ଇଫେକ୍ଟେଡ୍ ଅର୍ଗାନ ନିକଟରେ ପହଞ୍ଚେ। ଏହାଛଡ଼ା ମସ୍ତିଷ୍କର ଆଗୋଚରରେ ସୁଷୁମ୍ନା କାଣ୍ଡ ପିନ୍ କଣ୍ଟା ଫୋଡ଼ିଲେ ହାତ ତୁରନ୍ତ ଘୁଞ୍ଚାଇ ନେବା, ଆଖି ଆଗକୁ ହଠାତ୍ କୌଣସି ଜିନିଷ ଆସିଲେ ଆଖିପତା ଆପେ ଆପେ ବନ୍ଦ ହେବା ଏବଂ ମଶା କାମୁଡ଼ିଲେ ହାତ ଉଠିଯିବା ଆଦି ଅତି ଜରୁରୀ ପ୍ରତିକ୍ଷେପ କାର୍ଯ୍ୟ ବା ରିଫ୍ଲେକ୍ସ ଆକ୍ସନ ସମ୍ପାଦନ କରେ। ଏହି ପ୍ରତିକ୍ଷେପ କାର୍ଯ୍ୟ ବା ରିଫ୍ଲେକ୍ସ ଆକ୍ସନ ବିଷୟରେ ଆମେ ଆଗକୁ ପଢ଼ିବା। ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ବା ପେରିଫେରାଲ ନର୍ଭସ୍ ସିଷ୍ଟମ। କରୋଟି ସ୍ନାୟୁ ବା କ୍ରାନିଆଲ ନର୍ଭ, ସୁଷୁମ୍ନା ସ୍ନାୟୁ, ସ୍ପାଇନାଲ ନର୍ଭ ଓ ସେମାନଙ୍କର ଶାଖା ପ୍ରଶାଖାକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ। ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି। ଆମ ଶରୀରରେ ଥିବା ଆଖି, ନାକ, କାନ, ଜିଭ ଓ ଚର୍ମ ପରି ଗ୍ରାହୀ ଅଙ୍ଗ ବା ରିସେପ୍ଟର ଅର୍ଗାନରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ ସଂଜ୍ଞାବହ ବା ସେନ୍ସୋରି ସ୍ନାୟୁ କୁହାଯାଇଥାଏ। ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡରୁ ଆଦେଶ ନେଇ ପେଶୀ ବା ମସଲ ଏବଂ ଗ୍ରନ୍ଥି ବା ଗ୍ଲାଣ୍ଡ ନିକଟରେ ପହଞ୍ଚାଉଥିବା ସ୍ନାୟୁମାନଙ୍କୁ ଆଜ୍ଞାବହ ବା ମୋଟର ସ୍ନାୟୁ ବା ମୋଟର ନର୍ଭ କୁହାଯାଏ। ପିଲାମାନେ, ଏବେ ଚାଲନ୍ତୁ ପଢ଼ିବା ସ୍ୱୟଂକ୍ରିୟା ସ୍ନାୟୁତନ୍ତ୍ର ବା ଅଟୋମେଟିକ୍ ନର୍ଭସ୍ ସିଷ୍ଟମ। ନିଜର ଆବଶ୍ୟକତା ଅନୁସାରେ ସ୍ୱତଃପ୍ରବୃତ୍ତ ଭାବେ ଆମେ ଖାଇବା, ପିଇବା, ନାଚିବା, ଦୌଡ଼ିବା, ପଢ଼ିବା ପରି ଅନେକ କାର୍ଯ୍ୟ କରିଥାଉ। ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ ଏହି କାମଗୁଡ଼ିକୁ ଐଚ୍ଛିକ ବା ଭଲ୍ୟୁଣ୍ଟେରୀ ଆକ୍ସନ କୁହାଯାଏ। ଆମ ଅଜ୍ଞାତ ସାରରେ ଆପେ ଆପେ ଶରୀର ଭିତରେ ଶ୍ୱାସକ୍ରିୟା, ହୃତ୍ପିଣ୍ଡର ସ୍ପନ୍ଦନ, ରେଚନ, ଖାଦ୍ୟ ପରିପାକ, ରକ୍ତ ସଞ୍ଚାଳନ, ଗ୍ରନ୍ଥିରୁ କ୍ଷରଣ ପରି ଅନେକ କାର୍ଯ୍ୟ ସମ୍ପାଦିତ ହୁଏ। ଶରୀର ମଧ୍ୟରେ ଆପଣା ଛାଏଁ ସମ୍ପାଦିତ ହେଉଥିବା ଏହିସବୁ କ୍ରିୟାକୁ
ଅନୈଚ୍ଛିକ କ୍ରିୟା ବା ଇନଭଲ୍ୟୁଣ୍ଟାରୀ ଆକ୍ସନ୍ କୁହାଯାଏ। ଆମ ଶରୀରର ସବୁ ପ୍ରକାର ଅନୈଚ୍ଛିକ କ୍ରିୟା ସ୍ୱୟଂକ୍ରିୟା ସ୍ନାୟୁତନ୍ତ୍ର ଦ୍ୱାରା ପରିଚାଳିତ। ସ୍ୱୟଂକ୍ରିୟା ସ୍ନାୟୁତନ୍ତ୍ର ସୁଷୁମ୍ନା କାଣ୍ଡ ସହିତ ସଂଯୁକ୍ତ ହୋଇ ରହିଛି। ପିଲାମାନେ ସ୍ୱୟଂକ୍ରିୟା ସ୍ନାୟୁତନ୍ତ୍ର ତ ପଢ଼ିଲେ, ଏବେ ଚାଲନ୍ତୁ ପଢ଼ିବା ସ୍ନାୟୁକୋଷ ବା ନ୍ୟୁରନ୍। ମସ୍ତିଷ୍କ ସୁଷୁମ୍ନା କାଣ୍ଡ, କ୍ରେନିଆଲ ସ୍ନାୟୁ, ସ୍ପାଇନାଲ ସ୍ନାୟୁ ଇତ୍ୟାଦି ଅନେକ ସ୍ନାୟୁକୋଷକୁ ନେଇ ଗଠିତ। ସେଥିପାଇଁ ସ୍ନାୟୁକୋଷ ଆମ ସ୍ନାୟୁତନ୍ତ୍ରର ଗାଠନିକ ଏବଂ କ୍ରିୟାତ୍ମକ ଏକକ। ଅନ୍ୟ ଜୀବକୋଷ ପରି ସ୍ନାୟୁକୋଷରେ ଗୋଟିଏ ନଷ୍ଟୀ ବା ନ୍ୟୁକ୍ଲିୟସ୍ ଓ କୋଷ ଜୀବକ ବା ସାଇଟୋପ୍ଲାଜମ ରହିଛି। ନ୍ୟଷ୍ଟି ଥିବା ଅଂଶକୁ ସେଲ୍ ବଡି କୁହାଯାଏ। ପ୍ରତ୍ୟେକ ସ୍ନାୟୁକୋଷର ଗୋଟିଏ ପଟରେ ଅନେକ ଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ। ସେଗୁଡ଼ିକୁ ଡେଣ୍ଡ୍ରାଇଟ୍ କୁହାଯାଏ। ଡେଣ୍ଡ୍ରାଇଟ୍ର ଠିକ୍ ବିପରୀତ ପଟରେ ସେଲ୍ ବଡିରୁ ଏକ ଲମ୍ବ ଆକ୍ସନ୍ ବାହାରିଥାଏ। ପିଲାମାନେ, ସେଲ୍ ବଡିର ଯେଉଁ ସ୍ଥାନରୁ ଆକ୍ସନ୍ ବାହାରିଥାଏ ସେହି ସ୍ଥାନକୁ ଆକ୍ସନ୍ ହିଲକ୍ କୁହାଯାଏ। ଆକ୍ସନ୍ର ମୋଟେ ସବୁ ସ୍ଥାନରେ ସମାନ ଏବଂ ଏହାର ଶେଷ ଭାଗ ବିଭାଜିତ ହୋଇ ଟେଲୋଡେଣ୍ଡ୍ରିଆ ସୃଷ୍ଟି ହୋଇଥାନ୍ତି। ଟେଲୋଡେଣ୍ଡ୍ରିଆର ଅଗ୍ରଭାଗ ସ୍ଫୀତ ହୋଇ ଏଣ୍ଡ ନର୍ଭ ତିଆରି ହୋଇଥାଏ। ଏଣ୍ଡ ନର୍ଭ ମଧ୍ୟରେ ଅନେକ ଗୁଡ଼ିଏ ସିନାପ୍ଟିକ୍ ଭେସିକଲ୍ ଥାନ୍ତି, ଯାହା ମଧ୍ୟରେ ଏସିଟିଲିନ୍ କୋଲିନ୍ ପରି ନ୍ୟୁରୋଟ୍ରାନ୍ସମିଟର ରହିଥାଏ। ଆକ୍ସନ୍ ମଧ୍ୟରେ ରହିଥିବା କୋଷ ଜୀବକକୁ ଏକ୍ସୋପ୍ଲାଜମ କୁହାଯାଏ। ପିଲାମାନେ, ସ୍ନାୟୁକୋଷ ଆମ ଶରୀରର ଦୀର୍ଘତମ କୋଷ। ସ୍ନାୟୁକୋଷର ଡେଣ୍ଡ୍ରାଇଟ୍ ଗୁଡ଼ିକ ମସ୍ତିଷ୍କ ବା ସୁଷୁମ୍ନା କାଣ୍ଡରୁ ସମ୍ବାଦ ଗ୍ରହଣ କରିଥାନ୍ତି। ଏକ୍ସନ୍ ଏହି ସମ୍ବାଦ ଗୁଡ଼ିକୁ ଅନ୍ୟ ସ୍ନାୟୁକୋଷ ବା ପେଶୀ ଗ୍ରନ୍ଥି ପରି ପ୍ରଭାବକ ଅଙ୍ଗ ବା ଇଫେକ୍ଟର ଅର୍ଗାନ ନିକଟକୁ ପରିବାହିତ କରିଥାଏ। ଗୋଟିଏ ସ୍ନାୟୁକୋଷରେ ଥିବା ଆକ୍ସନ୍ର ଶାଖାଯୁକ୍ତ ଶେଷ ଭାଗ ନିକଟବର୍ତ୍ତୀ ଅନ୍ୟ ସ୍ନାୟୁକୋଷର ଡେଣ୍ଡ୍ରାଇଟ୍ ଗୁଡ଼ିକର ଅତି ନିକଟରେ ଥାଏ। ଏହି ସଂଯୋଗ ସ୍ଥାନକୁ ସିନାପ୍ସିସ୍ କୁହାଯାଏ। ପିଲାମାନେ, ସ୍ନାୟୁକୋଷ ବିଷୟରେ ତ ପଢ଼ିଲେ, ଏବେ ଚାଲନ୍ତୁ ପଢ଼ିବା ପ୍ରତିପେକ୍ଷ କ୍ରିୟା ବା ରିଫ୍ଲେକ୍ସ ଆକ୍ସନ୍। ମସ୍ତିଷ୍କ ଆମ ସ୍ନାୟୁ ସଂସ୍ଥାର ମୁଖ୍ୟ। ଆମ ଶରୀରରେ ଘଟୁଥିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ। ମସ୍ତିଷ୍କ ସବୁ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ। କିନ୍ତୁ ବେଳେବେଳେ କିଛି ଅତି ଜରୁରୀ କାର୍ଯ୍ୟ ମସ୍ତିଷ୍କ ବା ସୁଷୁମ୍ନା କାଣ୍ଡ ଦ୍ୱାରା ପରିଚାଳିତ ସ୍ୱୟଂକୃତ ବା ସ୍ପଣ୍ଟାନିୟସ୍ ଓ ସ୍ୱୟଂପ୍ରବୃତ୍ତ ବା ଅଟୋମେଟିକ୍ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ। କିଛି ସୁସ୍ୱାଦୁ ଖାଦ୍ୟର ବାସନା ଆମ ନାକରେ ବାଜିଲା ମାତ୍ରେ ପାଟିରୁ ଲାଳ ବାହାରିବା, ଶରୀରର କୌଣସି ସ୍ଥାନରେ ମଶା କାମୁଡ଼ିଲେ ଆମ ହାତ ମଶାକୁ ମାରିବାକୁ ଆପେ ଆପେ ଚାଲିଯିବା ଏବଂ ଆଖି ଆଗକୁ ହଠାତ୍ କୌଣସି ପଦାର୍ଥ ଆସିଲେ ଆଖିପତା ଆପେ ଆପେ ବନ୍ଦ ହୋଇଯିବା ଏହାର କିଛି ଉଦାହରଣ। ଆମ ଶରୀରରେ ସମ୍ପାଦିତ ହେଉଥିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ ସୁଷୁମ୍ନା କାଣ୍ଡ, ଗୋଟିଏ ସେନ୍ସୋରୀ ସ୍ନାୟୁକୋଷ ଏବଂ ଗୋଟିଏ ମୋଟର ସ୍ନାୟୁକୋଷ ସଂଶ୍ଳିଷ୍ଟ। ସେନ୍ସୋରୀ ସ୍ନାୟୁ ଗ୍ରାହୀ ଅଙ୍ଗରୁ ଆବେଗ ଆଣି ସୁଷୁମ୍ନା କାଣ୍ଡ ନିକଟରେ ପହଞ୍ଚାଏ। ସୁଷୁମ୍ନା କାଣ୍ଡ
ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁକୋଷ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ। ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନ୍ସୋରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥିବାରୁ ଏହାକୁ ଏକକ ସିନାପ୍ଟିକ୍ ପ୍ରତିକ୍ଷେପ ବା ମୋନୋସିନାପ୍ଟିକ୍ ରିଫ୍ଲେକ୍ସ କୁହାଯାଏ। ଶରୀରରେ ସେନ୍ସୋରୀ ସ୍ନାୟୁ, ସୁଷୁମ୍ନା କାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ରୂପ ଆର୍କ ଆକାରରେ ଥିବାରୁ ଏହାକୁ ପ୍ରତିକ୍ଷେପ ଚାପ ବା ରିଫ୍ଲେକ୍ସ ଆର୍କ କୁହାଯାଏ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଇଭାନ ପି ପାଭଲୋଭ ନାମକ ଜଣେ ରୁଷ ବୈଜ୍ଞାନିକ ପ୍ରତିକ୍ଷେପ କ୍ରିୟା ଉପରେ ଗବେଷଣା କରିଥିଲେ। ପଚନ କ୍ରିୟା ସମ୍ପର୍କିତ ଅବଦାନ ପାଇଁ 1904 ମସିହାରେ ସେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ। ଏହି ପରୀକ୍ଷଣରେ ସେ ପ୍ରଥମେ ଗୋଟିଏ କୁକୁରକୁ ଘଣ୍ଟା ବଜାଇବା ପରେ ଖାଦ୍ୟ ଦେଉଥିଲେ। ଘଣ୍ଟା ବଜାଇବା ଏବଂ କୁକୁରର ଖାଦ୍ୟ ଗ୍ରହଣ ସବୁଦିନେ ପାଖାପାଖି ଏକ ସମୟରେ ସମ୍ପାଦିତ ହେଉଥିଲା। କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷଣ କରିବା ପରେ ସେ ଘଣ୍ଟା ବଜାଇଲେ କିନ୍ତୁ କୁକୁରକୁ ଖାଦ୍ୟ ଦେଲେ ନାହିଁ। ସେ ଦେଖିଲେ ଘଣ୍ଟା ବଜାଇବା ପରେ ଖାଦ୍ୟ ନ ଦେଲେ ମଧ୍ୟ ଆପେ ଆପେ କୁକୁରର ପାଟିରୁ ଲାଳ ଝରୁଛି। ଏଥିରୁ ସେ ପ୍ରମାଣ କରିଥିଲେ ଲାଳ କ୍ଷରଣ ସ୍ନାୟୁତନ୍ତ୍ରର ପ୍ରତିକ୍ଷେପ କ୍ରିୟା ଦ୍ୱାରା ପରିଚାଳିତ। ପିଲାମାନେ ପ୍ରତିକ୍ଷେପ କ୍ରିୟା ତ ପଢ଼ିଲେ, ଏବେ ଚାଲନ୍ତୁ ପଢ଼ିବା ରାସାୟନିକ ସମନ୍ୱୟ ବା କେମିକାଲ କୋଅର୍ଡିନେସନ। ମୁଖ୍ୟତଃ ହର୍ମୋନ ଦ୍ୱାରା ଶରୀରର ରାସାୟନିକ ସମନ୍ୱୟ ସମ୍ଭବ ହୋଇଥାଏ। ଆମ ଶରୀରରେ ଦୁଇ ପ୍ରକାର ଗ୍ରନ୍ଥି ରହିଛି, ଯଥା ବହିଃସ୍ରାବୀ ଓ ଅନ୍ତଃସ୍ରାବୀ। ବହିଃସ୍ରାବୀ ବା ଏକ୍ସୋକ୍ରାଇନ୍ ଗ୍ଲାଣ୍ଡ ଏବଂ ଅନ୍ତଃସ୍ରାବୀ ବା ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡ। ଲାଳ ଗ୍ରନ୍ଥି ଓ ଯକୃତ ଆଦି ଆମ ଶରୀରର ବହିଃସ୍ରାବୀ ଗ୍ରନ୍ଥି ବା ଏକ୍ସୋକ୍ରାଇନ୍ ଗ୍ଲାଣ୍ଡସ୍। ଏଥିରୁ ଏଞ୍ଜାଇମ୍ ଓ ଅନ୍ୟ କେତେକ ପଦାର୍ଥ କ୍ଷରିତ ହୋଇଥାଏ। କ୍ଷରିତ ପଦାର୍ଥ ଗ୍ରନ୍ଥିର ନାଳ ବା ଡକ୍ଟ ଦେଇ ଗ୍ରନ୍ଥି ବାହାରକୁ ଆସେ। ରାସାୟନିକ ପ୍ରକ୍ରିୟାରେ ଭାଗ ନେବା ପରେ ମଧ୍ୟ ଏଞ୍ଜାଇମ୍ର ଗଠନରେ କିଛି ପରିବର୍ତ୍ତନ ହୁଏ ନାହିଁ ଏବଂ ଏହା ବାରମ୍ବାର ବ୍ୟବହୃତ ହୁଏ। ପେଶ ଗ୍ରନ୍ଥି ବା ପିଟ୍ୟୁଟାରୀ ଗ୍ଲାଣ୍ଡ, ଗଳ ଗ୍ରନ୍ଥି ବା ଥାଇରଏଡ୍, ଅଧିବୃକକ ଗ୍ରନ୍ଥି ବା ଆଡ୍ରେନାଲ ଇତ୍ୟାଦି ଆମ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ବା ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡସ୍ ବା ଡକ୍ଟଲେସ୍ ଗ୍ଲାଣ୍ଡସ୍। ଏଥିରୁ ହର୍ମୋନ କ୍ଷରିତ ହୁଏ। ଏହି ଗ୍ରନ୍ଥିଗୁଡ଼ିକ ନାଳବିହୀନ, ତେଣୁ ସେଥିରୁ କ୍ଷରିତ ହର୍ମୋନ ସିଧାସଳଖ ରକ୍ତରେ ମିଶିଥାଏ। ପିଲାମାନେ ଏହି ଅଧ୍ୟାୟରେ ଜାଣିଲେ ସୁଷୁମ୍ନା କାଣ୍ଡ, ପ୍ରାନ୍ତୀୟ ସ୍ନାୟୁତନ୍ତ୍ର, ସ୍ୱୟଂକ୍ରିୟା ସ୍ନାୟୁତନ୍ତ୍ର, ସ୍ନାୟୁକୋଷ, ପ୍ରତିପେକ୍ଷ କ୍ରିୟା ଏବଂ ଶେଷରେ ପଢ଼ିଲେ ରାସାୟନିକ ସମନ୍ୱୟ। ପିଲାମାନେ, ମୁଁ ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ।